ମାନେ ଆଜି ଆମେ ପଞ୍ଚମ ଶ୍ରେଣୀ ଆମ ସାହିତ୍ୟ ବହିର ଏକ ସୁନ୍ଦର ବିଷୟ ପଢିବା। ଦଳପଦୀ ପଦ ତୁମକୁ ସାଜେ। ହେଲା, ଆଗ ଆମେ ତାକୁ କଣ କହିବା, ହେଲା ବୋଲିବା, ତାପରେ ଆମେ ବ୍ୟାଖ୍ୟା କରିବା। ଏହାକୁ ଲେଖିଛନ୍ତି ଡକ୍ଟର ନଟବର ସାହୁ। ତାହେଲେ ବୋଲିବା ଏକ ସୁନ୍ଦର ବିଷୟ। ବାର ବାର ହୋଇ ଶୁଭୁଛି ଡାକ, ହିରଣ୍ୟକ ହିରଣ୍ୟକ। ମୂଷିକ ରାଜା ହେ ବନ୍ଧୁ ମୋର, ବେଗେ ଆସି ଆମ ଜୀବନ ରଖ। ଶୁଣି ଏହି ଡାକ ମୂଷିକ ରାଜ, ବାହାରକୁ ଆସି ହୋଇଲେ ଉଭା। ଦଳ ବଳ ସହ କପୋତ ରାଜ, ଦଶା ଦେଖି ସେ ତ ହୋଇଲେ କାବା। କପୋତ ରାଜନ କହିଲେ ସଖା, ଯାଇଥିଲୁ ବନ ପଖରେ ଉଡ଼ି। ପଡ଼ିଗଲୁ ଆମେ ବାଣୁଆ ଜାଲେ, ଖୁଦ କଣିକାର ଲୋଭରେ ପଡ଼ି। ନଥିଲା ଉପାୟ ଆମର ଆଉ, ପରାଣ ବିକଳେ ସରବେବ ମିଳି। ଜାଲ ସହିତରେ ଆସିଛୁ ଉଡ଼ି, ମରଣ ଭୟ ଦେବାକୁ ଟାଳି। ମୋର ଅନୁଗତ କପୋତ ଦଳେ, ତୁମେଇ ପାରିବ ମୁକ୍ତ କରି। ମୂଷିକ ରାଜ ମୋ ବାଲ୍ୟ ସଖା, ଆମଠି କରୁଣା ବର୍ଷା କରି। ଏହା ଶୁଣି ସାରି ହିରଣ୍ୟକ, ବନ୍ଧୁ ନିକଟକୁ ଗଲେ ସେ ଧାଇଁ। ଜାଲ କାଟି ନିଜ ମିତଙ୍କୁ ଆଗ, ବନ୍ଧନୁ ମୁକତି କରିବା ପାଇଁ। ଏହା ଦେଖି ତହୁଁ କପୋତ ରାଜ, ମିତଙ୍କୁ କହିଲେ ବିନତି ହୋଇ। ପରଜାଙ୍କୁ ଆଗ ମୁକ୍ତ କର, ମୋ ଫାଶ କାଟିବ ଶେଷରେ ଭାଇ। ହିରଣ୍ୟକ ହସି କହିଲେ ସଖା, ଅଳପ ଶକତି କ୍ଷୀଣ ମୋ ଦେହ। ସବୁ କପୋତର କାଟିବି ଫାଶ, କିପରି ପାରିବି ତୁମେ ଯେ କୁହ। ତୁମେ ଦଳପତି ବନ୍ଧୁ ମୋର, ପହିଲେ ତୁମକୁ ଦେବି ମୁକତି। ତାପରେ କାଟିବି ପାରିବି ଯେତେ, ଦେହେ ଥିବା ଯାଏ ମୋର ଶକତି। ଆଶ୍ରିତ ଜନ ରକ୍ଷା ପାଇଁ, ଦଳପତି ସିନା ସାଜିଛି ମୁହିଁ। ତାଙ୍କ ପାଇଁ ପଛେ ଜୀବନ ଯାଉ, ସେଥିପାଇଁ ମୋର ଭାବନା ନାହିଁ। କପୋତ ରାଜନ ବଚନ ଶୁଣି, ହିରଣ୍ୟକ ହସି କହିଲେ ତେଜେ। ଆଦରସ ତୁମ ଧନ୍ୟ ସଖା, ଦଳପଦୀ ପଦ ତୁମକୁ ସଜେ।